ତ ଆମେ ନନଭେଜ ନିଜେ ତ ଖାଇବାନି, ଠିକ ଅଛି। ଆମେ ଆମେ ନିଜେ ନ ଖାଇବା ସହିତ ଆମେ ପ୍ରତ୍ୟେକ ମାସରେ ଯଦି 10 ଜଣଙ୍କୁ ଅ, ଆମେ ନନଭେଜ ନ ଖାଇବା ପାଇଁ ପ୍ରେରଣା ଦବା, ତାହେଲେ ଆମର ସ୍ୱାସ୍ଥ୍ୟ ବି ବହୁତ ଭଲ ରହିବ। ତା ସହିତ ପରିବେଶକୁ ବି ଆମେ ଠିକ ଭାବରେ ସନ୍ତୁଳନ କରିପାରିବା, ଇକୋଲୋଜିକାଲ ବାଲାନ୍ସ ଆମେ ରଖିପାରିବା। ଯେମିତିକି ଆପଣମାନେ ଜାଣିଛନ୍ତି ଯେ ଇଣ୍ଡିଆରେ 80% ଲୋକଙ୍କର ପ୍ରୋଟିନର ଡେଫିସିଏନ୍ସି ଅଛି, ପ୍ରୋଟିନର ଅଭାବ ଅଛି। ତ ତାକୁ ପ୍ରୋଟିନକୁ ଠିକ ଭାବରେ ରଖିବା, ପ୍ରୋଟିନ୍ସରେ କଣ କଣ ପ୍ରୋଟିନ ଅଛି ତାକୁ ବି ନିଜେ ଭାବରେ ଜାଣିବା। ତା ସହିତ ନୁଡଲ୍ସରେ କଣ କଣ ରହିଛି ତାକୁ ବି ଦେଖିବା, ଗୁଡସିପରେ କଣ ରହିଛି। ଗୁଡସିପକୁ ଯେତେବେଳେ ଆମେ ଗେଷ୍ଟଙ୍କ ଘରକୁ ଯାଉଛେ, ଗେଷ୍ଟ ଆମ ଲାଗି ଚା ତିଆରି କରୁଛନ୍ତି, ଆମେ ଯଦି ତାଙ୍କ ଘରେ ବସିବା, ଠିକ ଅଛି, ଗୋଟେ ପ୍ୟାକେଟ ଆମ ପର୍ସରେ ରଖିଦେଇଥିବା, ତ ବ୍ୟାଗରେ ରଖିଦେଇଥିବା, ତ ତାଙ୍କୁ କହିବା କି ଏଇ ଯୋଉ ପ୍ୟାକେଟଟା, ଏଇଟା ଚାଲନ୍ତୁ କରିବା, ସାଙ୍ଗ ହେଇକି ପିଇବା। ଆମେ ଥଣ୍ଡା ପାଣିରେ ବି ପିଇ ପାରିବା, ଗରମ ପାଣିରେ ବି ପିଇ ପାରିବା, ତାକି ପରିବର୍ତ୍ତନ ଆମେ ଯୋଉ ଚାହୁଁଛେ, ଯୋଉ ପ୍ରକାର ରୂପାନ୍ତରଣ ଚାହୁଁଛେ, ତ ସେ ରୂପାନ୍ତରଣ ଧୀରେ 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 ହେଇଯାଇ ପାରିବ। ତା ସହିତ ପ୍ରତ୍ୟେକ ମାସରେ ତ 10 ଜଣଙ୍କୁ ଆମେ କହିବା, ସେ କଥା ବି ଆମେ ଶିଖିଲେ। ଆଉ ଇଏ ଆକ୍ଚୁଆଲି ଇଏ ଯୋଉ ବି ପ୍ରଡକ୍ଟ ବାହାରୁଛି, ଇଏ ଆମେରିକାନ ଷ୍ଟାଣ୍ଡାର୍ଡ କୁ ଫଲୋ କରୁଛି, ୟୁରୋପିଆନ ଷ୍ଟାଣ୍ଡାର୍ଡ କୁ ବି ଫଲୋ କରୁଛି। କେତେ ବଡ ଜିନିଷ ଆମେ ଭାରତରେ ଆମେ ପାଇପାରୁଛେ। ତ ତା ଦ୍ୱାରା ଆମେ ମାଂସାହାରରୁ ମୁକ୍ତି ବି ହେଇପାରିବା, ପ୍ରୋଟିନକୁ ବୃଦ୍ଧି ବି କରିପାରିବା। ଆଉ ଆଜି ଶୁଭ ଦୀପାବଳି ଅବସରରେ ଆମେ ଭଲ ପାଇବା, ଭାଇଚାରାକୁ ବଢେଇବା ସହିତ, ତା ସହିତ ଆମେ ଅ, ଅଧିକରୁ ଅଧିକ ର ଟର୍ଣ୍ଣଓଭର କରିବା, ଯୋଉଟା କି ସେପ୍ଟେମ୍ବରରେ ଯାହା ଥିଲା, ତ ଅକ୍ଟୋବରରେ ତାଠୁ ଅଧିକା କରିବା। ଆକାଶ, ତୁମେ ଆଉଥରେ ଟିକେ କୁହ, କଣ ଶିଖିଲ? ଆମେ ପ୍ରତ୍ୟେକ ମାସରେ ମିନିମମ୍ 10 ଜଣଙ୍କୁ ମାନେ ଆମିଷ ଠାରୁ ଦୂରେଇକି ଯିବାକୁ, ନନଭେଜ ଖାଇବା ପାଇଁ କି କହିବା। ଆଉ ଯେଉଁଠିକି ବି ଯିବା ଗୁଡସିପ୍ ନେଇକି ଯିବା, ତ ସେମାନେ ଯେତେବେଳେ ଚାହା କିମ୍ବା ଥଣ୍ଡା ଆମକୁ ରେଫର କରୁଛନ୍ତି, ତ ଆମେ ଆକୁ ଦେଇପାରିବା। ଓକେ, ଥ୍ୟାଙ୍କ ୟୁ। ଆରତି ବାପା, ଆପଣ କୁହନ୍ତୁ। ଆଜି ମୁଁ ଶିଖିବାକୁ ପାଇଲି ଯେ ଯୋଉମାନେ ନନଭେଜ ଖାଉଛନ୍ତି, ଖାଇବାର ତିନିଟା ଅଛି, ଗୋଟେ ହେଲା ରାଜସିକ, ଗୋଟେ ତାମସିକ। ତାମସିକ ଆହାର ଯୋଉଟା, ତାମସିକ ଆହାର ହଉଛି ଆମର ଶରୀରକୁ କ୍ରୋଧ କ୍ରୋଧଟା ବଢାଏ। ତାପରେ ମନରେ ଯୋଉ ଯୋଉ ସବୁ ନକାରାତ୍ମକ ଚିନ୍ତା ହୁଏ, ସେ ଯୋଉ ତନାବକୁ ବଢାଏ, ମାନସିକ ତନାବ। ଆଉ ତା ଛଡା ଆମ ଶରୀରର ଆମେ ଯୋଉ, ମୋ ତଣ୍ଟିଟା ପଡିଯାଇଛି। ତାପରେ ସେ କହିଲେ ଯୋଉ ମନରେ ଆମେ ସ୍ୱସ୍ଥ ରହିବା ପାଇଁ ଲୋକଙ୍କୁ ସବୁବେଳେ ଚାରିଟା ଇଏ ପାଇଁ, ଗୋଟେ ହେଲା ବିଚାର, ଗୋଟେ ସଂସ୍କାର, ଗୋଟେ ହେଲା ବିକାଶ, ଆଉ ଗୋଟେ କର୍ମ। ଏଇ ଚାରିଟା ଉପରେ ଆମେ ଧ୍ୟାନ ଦେବା। ଲୋକଙ୍କୁ ସବୁବେଳେ ଆମେ କଣ, ଏଇ ଯୋଉ ବାହାରର ଯୋଉ ନୁଡୁଲ୍ସ ଆଉ ଆମ ନୁଡୁଲ୍ସ ଭିତରେ କଣ ଅଛି, ଆମେ ସେଇଟା ମିଟିଂ କରିକି, ହୋମ ମିଟିଂ କରିକି ସବୁବେଳେ ନୁଡୁଲ୍ସ ଉପରେ, ମାନେ ନୁଡୁଲ୍ସ, କୁର୍ସି, ଆଉ ଆମ ଯୋଉ ଏଇଟା କହିଲି ଗୁଡ୍ ଡାଏଟ୍ର ଯୋଉ ଯେତେ ପ୍ରକାର ପ୍ରଡକ୍ଟ ଅଛି, ଆମେ ତା ବିଷୟରେ ଡେମୋନଷ୍ଟ୍ରେସନ କରି ମିଟିଂରେ ଦେଖେଇଲେ, ନୂଆ ଲୋକଙ୍କୁ ଡାକିଲେ, ନୂଆ ଲୋକ ଆଗକୁ ଦେଖିଲେ, ଜାଣିଲେ, ତଣ୍ଟି ପୁରା ପଡିଯାଇଛି, କଥା କହିପାରୁନି। ଏସବୁ ବିଚାର କରି ମୁଁ ସବୁ ଲେଖିଛି। ଯାହା ହଉ, ବହୁତ ବଢିଆ। ଯେମିତି ଅନ୍ନ ସେମିତି ମନ ମନ। ହଁ, ତ ଇଏ ହଉଛି ବହୁତ ବଢିଆ। ଏବେ ଜୀବମତି ପ୍ରତ୍ୟେକ ଯୋଉ ଆମର ଅଛନ୍ତି, ଜୀବଙ୍କୁ କେମିତି ଆମେ କରୁଣା ଭାବ ଜଗେଇବା, ସେଇଟା ପାଇଁ ଏଇଟା ବହୁତ ବଡ ମିଶନ ଗୋଟା। ବାହ, ବହୁତ ବଢିଆ, ଆପଣ ନୋଟ କରିଛନ୍ତି। ଚିତ୍ତ ବାବୁ, ଆପଣ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ହଁ ସାର୍, ନମସ୍କାର, ଜୟ ଆସିମ୍। ହଁ, ଭିଡିଓ ବି ଅନ୍ କରିପାରିବେ। ସାର୍ ଟିକେ କ୍ଷୀର କଲେକ୍ସନ ହଁ ହଉଛି ତ, ହଁ, ଭିଡିଓଟା କୁହନ୍ତୁ କୁହନ୍ତୁ, ଏଥର କୁହନ୍ତୁ କୁହନ୍ତୁ। ମେନ୍ ଜିନିଷ ହଉଛି କଣ, ଆଜି ଯୋଉ ପ୍ରୋଗ୍ରାମଟା କରାହେଲା, ଅବଶ୍ୟ ଟିକେ 15 ମିନିଟ୍ ଲେଟ୍ ହେଇଗଲା ପ୍ରୋଗ୍ରାମକୁ ଆସିଲା ବେଳକୁ, କିନ୍ତୁ
ଯେତିକି ତା ଦେହରେ ମୁଁ ବର୍ତ୍ତମାନ ଶିଖିଲି, ଆମେ ଯେମିତିକି ଅପା କହୁଥିଲେ ଶୁଦ୍ଧ ଶାକାହାରୀ ଖାଦ୍ୟ। ଶୁଦ୍ଧ ଶାକାହାରୀ ଖାଦ୍ୟ ମାନେ ଆମ ଯୋଉଟା କହୁଛି ସାତ୍ବିକ ଖାଦ୍ୟ ବୋଲି ଆମେ ଯୋଉଟା ପୌରାଣିକ ମତରେ କହୁଛେ। ତେଣୁ ସାତ୍ବିକ ଖାଦ୍ୟର ତାର ଗୁଣ ଆସିବ ସାତ୍ବିକ, ଯୋଉଟା କି ଆମ ଶରୀର ପାଇଁ କି ବହୁତ ଲାଭକାରୀ। ଏବଂ ଆମେ ଯୋଉ ମାଛ ମାଂସ ଇଏ ଯୋଉ ଜାତୀୟ ଖାଦ୍ୟ ଆମେ ଖାଉଛେ ସେଗୁଡାକ ସବୁ ତାମସିକ ଖାଦ୍ୟରେ ଗଣା ହବ। ଯେହେତୁ ତାମସିକ ଖାଦ୍ୟ ସବୁ ଗଣା ଯାଉଛି, ତେଣୁ ତାର ପ୍ରଭାବ ହଉଛି ଶରୀର ପାଇଁ କ୍ଷତିକାରକ, ଯୋଉଟା କି ଆମର ଯେମିତି ହାଇ କୋଲେଷ୍ଟ୍ରୋଲ ଠୁ ଆରମ୍ଭ କରି ହାଇ ବିପି ଠୁ ଆରମ୍ଭ କରି ଡାଇବେଟିସ୍ ଠୁ ଆରମ୍ଭ କରି ଏମିତିକି କ୍ୟାନ୍ସର ପର୍ଯ୍ୟନ୍ତ ମଧ୍ୟ ସେ ରୋଗ ସୃଷ୍ଟି କରିବାର ତାର କ୍ଷମତା ରଖିଛି। କିନ୍ତୁ ଆମେ ତାକୁ କଣ କରିବା ନା, ସେ ତାମସିକ ଖାଦ୍ୟଠାରୁ ଦୂରେଇ ରହିକିରି ଆମେ ଯେତେ ସମ୍ଭବ ସାତ୍ବିକ ଖାଦ୍ୟ ଆମେ ଗ୍ରହଣ କରିବା, ବା ଗୁଡର ଯୋଉ ଖାଦ୍ୟ ଆମର ଅଛି, ଆମର ଯେତେ ଗୁଡିଏ ସବୁ ଅଛି ଭେଜିଟେରିଆନ ଖାଦ୍ୟ ଆମର ଯୋଉ ଅଛି, ଆମେ ତାକୁ ଯଦି ଗ୍ରହଣ କରିବା, ଏକରେ ତ ହାଇ ପ୍ରୋଟିନ ପାଇବା, ଦୁଇରେ ତ ଭିଟାମିନ ବି ପାଇବା, ଏବଂ ତୃତୀୟରେ ଆମ ମନର ଯୋଉ ମାନସିକ ଅବସ୍ଥା ସେଇଟା ଠିକ ରହିବ। ତା ସଙ୍ଗେ ସଙ୍ଗେ ଆମ ଶରୀର ବି ଶୁଦ୍ଧ ରହିବ। ଏବଂ ଆମେ ନିଜେ ତାକୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସାର୍ ଯୋଉ କହୁଥିଲେ 10 ଜଣ ଲୋକଙ୍କୁ ଆମେ ପ୍ରତ୍ୟେକ ମାସରେ ଏ ବାବଦରେ ବୁଝେଇବା, ଆଟଲିଷ୍ଟ ଆମର ସେଇଟା ବି ସଂକଳ୍ପ ଗୋଟେ ରହିବ। ଯେମିତି ହେଲେ 10 ଜଣ କାହିଁକି 15 ଜଣ 20 ଜଣ 50 ଜଣ ଲୋକଙ୍କୁ ଆମେ ବି ଏ ବାବଦରେ ବି ବୁଝେଇ ପାରିବା, କିଛି ଅସୁବିଧା ବି ସେ ବାବଦରେ ନାହିଁ। କାହିଁକିନା ଦୈନନ୍ଦିନ ଆମେ ଯୋଉ 5ଟା ଲୋକଙ୍କୁ କମିଟମେଣ୍ଟ କରୁଛେ, ଯୋଉ ପ୍ଲାନ୍ ଆମେ ଶୋ କରୁଛେ, ସେ 5ଟି ଲୋକଙ୍କୁ ଆମେ ସେଇ ବାବଦରେ ବୁଝେଇଲେ ବି ଆମେ ମାସକୁ 150 ଲୋକଙ୍କୁ ଆମେ ବୁଝେଇ ପାରିବା। ସେଥିରେ କିଛି ଅସୁବିଧା କିଛି ନାହିଁ। ତାପରେ ଆଉ ଗୋଟେ ଜିନିଷ ହଉଛି କଣ ନା, ଏଇଟାକୁ ଆମେ ଗୋଟେ ସଂକଳ୍ପ ଭାବରେ ନବା, ଯୋଉଟା କି ଆମେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷା ଦବା ସଙ୍ଗେ ସଙ୍ଗେ, ନିଜ ପରିବାରର ସ୍ୱାସ୍ଥ୍ୟକୁ ସୁରକ୍ଷା ଦବା ସଙ୍ଗେ ସଙ୍ଗେ, ନିଜର ବନ୍ଧୁବାନ୍ଧବ ସାଙ୍ଗସାଥି ନିଜର ପାଖ ପଡିଶା ଏମାନଙ୍କୁ ଆମେ ଏଥିରେ ସାମିଲ କରିପାରିବା। ଥ୍ୟାଙ୍କ ୟୁ ସାର୍, ନମସ୍କାର। ଓଭର ଟୁ। ଓକେ, ନମସ୍କାର, ବହୁତ ବହୁତ ଧନ୍ୟବାଦ। ସାହୁ ଭାଇ କୁହନ୍ତୁ। हाँ साहब भाई, अनम्यूट हुए। अभी तो बहुत बढ़िया बढ़िया जिनिस शिखिले वीडियो भी ऑन कर करिए। गुड प्रोडक्ट प्रोटेज एगुड़ाक जो आम शरीर पे भल, किंतु आम शरीर पे भल जदिव आम अन्य मानक जनइबा, ये गोटे हूँ मुख्य काम। अन्य मानक जी आम निजे एवं अन्य मानक सुस्थ रखेबार प्रयास करवा। जमती कि आप कहले गुडशिप बढ़िया जिनसा आम अन्य मानक खुआई पार पीआई पार, जोड़ाक शरीर को सुस्थ रखे। आउ नॉनवेज आइटम को जमी दूरेबा, मिनिमम 10 जन लोक यहाँ बुझे कि जमी कोलेस्ट्रोल हो जाऊँगी, बीपी बढ़ी जाऊँगी, डायबिटीज बाहरी पड़ुची, हार्ट रो प्रॉब्लम बाहर, आभोड करवा जो मूल काम। तेणु मिनिमम 10 जन लोक ये विषय अवेयर करवा हूँ आमर काम। तेणु समस्ते यही संकल्प नहीं, जब आम 10 जन को आमिष नॉनवेज छड़े पार, बहुत बड़ा सक्सेस हो जापर। ओवर टू सत्यदेव। ओके, थैंक यू। सुकांत बाबू कुहतु। जय श्री सर, नमस्कार। हैप्पी दिवाली समस्त को। हैप्पी दिवाली। आ सर बहुत बड़ा जिनस कहले, आमर जदि आम बिरियानी करी खाऊचे, मार्केट बिरियानी खाऊचे, से केते जिनस क्षतिकारक केमिकल केते देकी पार्टी टेस्ट में दोसनी, किंतु आम जो बिरियानी अछि केते पूरा 15 मिनिट आम रेडी मेडी हेजिवो। ता सहित देखिबे कंपेयर करिवे, सेतिर आमर किछि आम करिदेबा, आमर से मार्केट बिरियानी आमर सस्ता पड़िबो आ हाई प्रोटीन जिनस रहइबो। मार्केट जो प्रोटीन है प्रोटीन नाही, किंतु आमर प्रोटीन रहउची। ता सहित आमर सेतिर आमर टेस्ट रहउची, आमर पिला माना पय स्वास्थ्य में इजी डाइजेशन होबो। मार्केट जो आमर बिरियानी खाउचे डाइजेशन होबनी, पिलांकर गैस बढ़िबो, पिलांकर फैट बढ़िबो, एथिर आमर कोलेस्ट्रॉल अधिक रहउची। किंतु आमर कोन एथे राइस ब्रांड तेल तेरी, ता सहित आमर एटारे आमर हाई प्रोटीन जिनस रहउची। आजिकल से कहले आमर जो कैटरिंग वाला कि आमर जो ट्रेन माने से जो लोक भी से करी माने बिकुछ गुडर ये लगे कि तांकर से भी प्रोटीन जिनस जो आमर बिरियानी बिकी परथि। ता सहित आमर जो प्रोटीन कहले, प्रोटीन आमर क्षीर ठू भी आमर कम पैसा, जो कम पैसा रे अधिक आम प्रोटीन पाई परछे। माने पर ग्राम रे कहते 1.5 टका हिसाब रे आमर प्रोटीन आम पाइबु जे गोटे ग्राम प्रोटीन की, कारण प्रोटीन रे एमिति माने आमर प्रोटीन अछि। ये हूँ आमर वाटर सोल्यूबल, आमर फैट आमर जो आमर इजी डाइजेशन पर प्रोटीन टा। मार्केट जो आम जो प्रोटीन खाऊचे सेटा हूँ एनिमल फैट कि आमर डायरी फैट, सेटा इजी आमर डाइजेशन कर परिबोनी, सेतिर फाइबर कम रहउची। किंतु एथिर आमर जो प्रोटीन आमर अछि, जो प्रोटीन अछि, आमे इजी आम डाइजेशन कर परिबा।
ଯାହା ଫଳରେ କି ଆମର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବନି। ତାପରେ ଆମର ଯୋଉ ଗୁଡ୍ସ ବି ଆମର ଆସୁଛି ତାକୁ ଆମେ ବନ୍ଧୁବାନ୍ଧବ ଆସିଲେ ତାକୁ ଆମେ ଥଣ୍ଡା ଖରା ଦିନ ହେଲେ ଥଣ୍ଡା ପାଣି ଦେଇପାରିବା, ଯୋଉ ସନ୍ଧ୍ୟା ଟାଇମରେ କି ଯୋଉ ଥଣ୍ଡା ଟାଇମରେ ତାକୁ ଆମେ ଗରମ କରିକି ଆମେ ଦେଇପାରିବା। ଯଦି ଗେଷ୍ଟ ଆସିଲେ ତାଙ୍କ ସାର୍ କହିଲେ ଯୋଉ କଥା, ଆମର ପ୍ୟାକେଟରେ ଆମେ ଗୋଟେ ଦିଟା ଆମର ଗୋଟେ ପ୍ୟାକେଟ 10 12 ପକେଇବା ଦ୍ୱାରା ସବୁ ସାଙ୍ଗସାଥି ଆମେ ନିଜେ ତାକୁ ବନେଇବା, ଆମେ ପିଇବା ସହିତ ତାକୁ ଆମେ ପିଆଇବା। ସେ ଜାଣିବେ ଯେ ଜିନିଷ ଅଛି ଆଉ ଜିନିଷ ଟେଷ୍ଟ ଅଛି। ସେଥିପାଇଁ ଆମ ପ୍ରାକ୍ଟିକାଲ ଡେମୋ ଦେଖିବା ପାଇଁ ଅଛି। ଲୋକ ତ କହିବ ଅଧିକ ତାକୁ ମୋ ମାଧ୍ୟମରେ ଦେଖେଇ ପାରିବା, କମ୍ପାନୀରେ ଦେଖେଇ ପାରିବା ମାର୍କେଟ ପ୍ରଡକ୍ଟ ଉପରେ କଣ ଅଛି, ଆମ ପ୍ରଡକ୍ଟ କଣ ଅଛି, ସେଟା ଯଦି ଆମେ ଜାଣିପାରିଲେ ନିଶ୍ଚିତ ଆମ ବିଜନେସ ଆମେ କରିପାରିବା। Thank you. ओके, थैंक यू, बहुत बढ़िया कथा। ये गुरुकुल ये जो सेशन चली ये सेशन बहुत ही पावरफुल सेशन। मते तो कहबी मु तो कहबी कि आज जो माने भी बसिचंती गुरुकुल रे तो तांका मन भितरे गोटे परिवर्तन रो चिंताधारा आसी जाइछि। ଯେମିତି କି ଇଏ ପୁରା ଡିସିସନ ଯୋଉ ଆସୁଛି ଆପଣ ମାନଙ୍କ କଥାରୁ ଯେତିକି ବି ମୁଁ ଅନୁମାନ କଲି, ତ ଇଏ ମାଂସାହାରରୁ ନିଜକୁ ଦୂରେଇବା, ତା ସହିତ ଅ, ଭାରତକୁ ନିରୋଗୀ ରଖିବା, ଆଉ ତା ସହିତ ପ୍ରାଣୀ ମାନଙ୍କ ପ୍ରତି ଗୋଟେ କରୁଣାର ଭାବ, ତ ଏଇଟା ଗୋଟେ ମନ ଭିତରେ ଆସିବା, ତ ଏଇଟା ଆମେ ମାନେ ଶିଖିଲେ। ତ ଆମେ ମାନେ ଯଦି ଗୋଟେ ସଂକଳ୍ପ ନେଇପାରିବା ଯେ ପ୍ରତ୍ୟେକ ଦିନ ଆମ ଟିମରେ 5 ଜଣକୁ ଆମେ ସପୋଜ ଆମେ କାଲି ବସେଇବାକୁ ଅଛି, ଆମେ 5 ଜଣକୁ ଆମେ କହିବା, ଆଉ ସକାଳୁ 5 ଜଣକୁ ଫୋନ କରିବା। କାରଣ 10 ଜଣ ହେଲା ବେଳକୁ ହୁଏତ ବଡ ହେଇଯାଉଛି, ତ 5 ଜଣକୁ ଆମେ ଯଦି କହିବା ତ ଧୀରେ ଧୀରେ ମାସରେ ଆମେ 150 ଲୋକଙ୍କୁ ଆମେ କହିଲେ, 150 ଲୋକଙ୍କୁ ଆମେ କହିବା, ତ ମିନିମମ୍ ତ ଅତି କମରେ 50 60 ଜଣ ଲୋକ ଆପଣଙ୍କର ଏଥିରେ ଇନଭଲ୍ଭ ବି ହେଇପାରିବେ। ତ ଯୋଉ କଥା ଆମେ ତାଙ୍କୁ କହୁଛେ ଯେ ଗୁଡର ପ୍ରୋଟିସ୍ ଖାଇବା ଉଚିତ କି ମାଂସାହାରରୁ ମୁକ୍ତି ହବା ନିହାତି ଉଚିତ, ତା ହବା ଦ୍ୱାରା ଯେମିତି ଜैसे ଅନ୍ନ वैसे ତନ୍ ଯୋଉ କୁହାହଉଛି, ତ ଇଏ ପ୍ରକାରର ଯୋଉ ପ୍ରକାରର ଭାବନା ଆସୁଛି, ତ ଏଠି ବସେଇବା ଦ୍ୱାରା ଏତେ जैसा ପ୍ରକାର मन କରିବାକୁ ପଡିବ। वैसा मन, ହଁ जैसा होता है वैसा मन। हाँ, जैसे अन्न तैसे वैसे मन। हाँ, तो बहुत बढ़िया। तो ये प्रकार चिंताधारा आमे आनिबा निहाती दरकार। तो अच्छा, आमे आज संकल्प करि परिबा कि आमे 5 जणକୁ प्रत्येक दिन डाकिबा, ଆଉ ତାଙ୍କୁ ମିଟିଂ ପୂର୍ବରୁ ଡାକିବା, ମିଟିଂ ପୂର୍ବରୁ ପୁଣି ମନେ ପକେଇବା। ହଁ ଆମେ ଆଜ୍ଞା, ମୁଁ ଯେମିତି ସଂକଳ୍ପ ସାଙ୍ଗକୁ କରୁଛି। ଗୋଟେ ମାନୁ ସପୋଜ ଆଜ୍ଞା, ଜଣେ ଜଣେ କୁହନ୍ତୁ। ମୁଁ ସଂକଳ୍ପ କରୁଛି ମିନିମମ୍ 5ରୁ ଅଧିକ ଲୋକଙ୍କୁ କାଲି ଇନଭାଇଟ୍ କରିବି ଏବଂ ବସେଇବି। ଆଜି କହିବା, କାଲି ମନେ ଆଜ୍ଞା ପକେଇବା। ଆଜ୍ଞା ସାଙ୍ଗେ ସାଙ୍ଗେ ଫୋନ କରିଦେଲେ ଲୋକ କିଏ କୋଉଠି କଣ ବିଜି ଥିବ, ତ ଆମେ ହେଇପାରିବନି। ଆଜ୍ଞା। ଓକେ ଆଜି ସକାଳୁ ମନେ ପକେଇବାଟା ହଉଛି ମେନ୍ କାମ। ଓକେ, ସୁକାନ୍ତ ବାବୁ। ଆପଣ ଅନମ୍ୟୁଟ କରିପାରିବେ। ହଁ ସାର୍, ହଁ ସାର୍, ସଂକଳ୍ପ କରୁଛି କି ଆଜି ମୁଁ ଲୋକଙ୍କୁ ଆଜି 5ରୁ ଅଧିକ ଲୋକଙ୍କୁ ଆଜି ଲିଙ୍କ ପଠେଇବି, ସହିତ ତାଙ୍କୁ ଫୋନ କରିବି, ଇଏ କରିବି। ସେମାନେ କାଲି ପାଇଁ ବି ସକାଳେ ଆହୁରି ତାଙ୍କୁ ତା ପୂର୍ବରୁ ତାଙ୍କୁ ମନେ ପକେଇ ତାଙ୍କୁ କଲ୍ କରିବି। କେବଳ ଲିଙ୍କ ପଠେଇଲେ ହବନି ସୁକାନ୍ତ ବାବୁ, ତାଙ୍କ ମନ ଭିତରେ ଆଗ୍ରହ ଆଜ୍ଞା ସୃଷ୍ଟି କରେଇବା ଦରକାର। ଲିଙ୍କ ପଠେଇକି ଆଗ୍ରହ ସୃଷ୍ଟି କରେଇବା ଦରକାର। ଆଜି ଆଗ୍ରହ ସୃଷ୍ଟି କରେଇବା, କାଲି ସକାଳୁ ତାଙ୍କୁ ଡାକିବା। ଏ ହଉଛି ଆମ ଆଜ୍ଞା ସାର୍, ଆଜ୍ଞା ସାର୍। ଆକାଶ। ସାର୍ ମୁଁ 5 ଜଣଙ୍କୁ, ମୋର 5 ଜଣ ସାଙ୍ଗକୁ ମୁଁ ଆଜିର ମିଟିଂ ର ଲିଙ୍କ ପଠେଇବି, ଆଉ ଆଜିର ମିଟିଂ ରେ ଯାହା ସବୁ ଆଜି କୁହା ହେଲା ତା ବିଷୟରେ କହିବି। ତାଙ୍କର ବଢିଆ। ଆଗ୍ରହ ସୃଷ୍ଟି କରିବା, କାଲି ତାଙ୍କୁ ପୁଣି ମନେ ପକେଇକି ଡାକିବା। ଆଜ୍ଞା ତ ଟିମରେ ବି ଯୋଉମାନେ ବି ଅଛନ୍ତି ଲିଷ୍ଟରେ ବାପାଙ୍କ ତଳେ, ତ ତାଙ୍କୁ ବି ଫୋନ କରିକି କହିବା। ଆଜ୍ଞା।
ଚିତ୍ତ ବାବୁ କୁହନ୍ତୁ। ଚିତ୍ତ ବାବୁ କୁହନ୍ତୁ। ସାର୍ ବର୍ତ୍ତମାନ ଯୋଉ ପ୍ରୋଗ୍ରାମ କଥା ଟିକେ ଆଗରୁ ମୁଁ କହୁଥିଲି, ପ୍ରତ୍ୟେକ ଦୈନିକ 5ଟା ଲୋକଙ୍କ ସହିତ କଣ୍ଟାକ୍ଟ କରିବା ଏବଂ ତାଙ୍କୁ ପ୍ରୋଗ୍ରାମକୁ ବର୍ତ୍ତମାନ ଆଣିବା ପାଇଁ କି ଲିଙ୍କ ଅଲରେଡି ପଠଉଛି। ମୁଁ ଅଲରେଡି ସପ୍ତାହେ ହେଲାଣି ପଠଉଛି, ପ୍ରାୟ 15-20 ଜଣ ପାଖକୁ ପଠଉଛି। ଡେଲି ବି ତାଙ୍କ ସହିତ କଣ୍ଟାକ୍ଟ କରୁଛି। ସେମାନେ ଯଦିଓ ଆସିପାରୁନାହାନ୍ତି, ହୁଏତ କଣ ଗୋଟେ ରହୁଛି ମାଇନସ ପଏଣ୍ଟ, ଯୋଉଟା କି ସେମାନେ ମୋ କଥା ପ୍ରଭାବିତ ହେଇପାରୁନାହାନ୍ତି, କିନ୍ତୁ ଦିନ ନା ଦିନ ତ ଆସିବେ ଯେମିତି ହେଲେ। ତା ପାଇଁ ମୋର ମୁଁ ଚେଷ୍ଟା ପ୍ରୟାସ ଜାରି ରଖିଛି ଏବଂ ନୂଆ ନୂଆ ଲୋକଙ୍କୁ ମଧ୍ୟ ତାର ଲିଙ୍କ ବି ପଠଉଛି, ସେମାନଙ୍କ ସହିତ ବି ଡିସ୍କସନ କରୁଛି। ତେଣୁ କାଲିଠୁ ଆଉ ଟିକେ ଟ୍ରାଏଲ ରହିବ, ଟିକେ ଆଉ ଟିକେ ଜୋରଦାର ରହିବ ପ୍ରୋଗ୍ରାମଟା, ଆଉ ଅଧିକ ପରିମାଣରେ ସେମାନଙ୍କ ସହିତ କଣ୍ଟାକ୍ଟ କରି ସେମାନଙ୍କୁ ମିଟିଂ ଭାବରେ ବୁଝେଇବା ଏବଂ ସେମାନଙ୍କୁ ମିଟିଂକି ଆଣିବା ପାଇଁ କି। ଆଉ ବାକି ଆଉ ଗୋଟେ କଥା ସାର୍, ମୁଁ ଭୁଲି ଯାଇଥିଲି, ଆମର ଯୋଉ ସାର୍ କହୁଥିଲେ ଯୋଉ ଗୁଡସିପ କଥା, ଗୁଡସିପ ର ଆଉ ଗୋଟେ ପ୍ଲସ ପଏଣ୍ଟ ହଉଛି, ଆମେ ଯୋଉ ଦୈନନ୍ଦିନ ସକାଳୁ ଉଠୁଛେ, ଭୋରୁ ଉଠିଲା ପରେ ଆମେ ଯୋଉ ମୁହଁ ଧୋଉଛେ, ମୁହଁ ଧୋଇଲା ପରେ ଯୋଉ ଇଏ କରୁଛେ, ସେଠି ଗୋଟେ କାମ ଆମକୁ କରିବାକୁ ପଡିବ କଣ ନା, ପ୍ରତ୍ୟେକ ଦୈନିକ ନଖ ଉଷୁମ ପାଣି, ଗୋଟେ ଗ୍ଲାସ ନଖ ଉଷୁମ ପାଣିରେ ଗୋଟେ ଚାମଚ ଗୁଡସିପ କୁ ଯଦି ଆମେ ପକେଇକିରି ତାକୁ ଫେଣ୍ଟିକିରି ମୁହଁ ନ ଧୋଇବା ପୂର୍ବରୁ ତାକୁ ଯଦି ପାଟିର ଲାଳ ସହିତ ଆମେ ଯଦି ପିଇ ପାରୁଛେ, ତାହେଲେ ସେଇଟା ଗୋଟେ ବହୁତ ଜବରଦସ୍ତ ଫାଇଦା ଦବ, ଯୋଉଟା କି ଗ୍ୟାସ ସମସ୍ୟା, ଏସିଡିଟି ସମସ୍ୟା ଏବଂ ପେଟର ବିଭିନ୍ନ ପ୍ରକାର ରୋଗ, ଏଇ ରୋଗଟାକୁ ସେ 100% ପୁରା ଏକଦମ ଠିକ କରିଦବ। ଏଇଟା ଯୋଉଟା କି ମୋର ନିଜର ଅନୁଭବ ଏଇଟା। ବାହ, ବହୁତ ଥ୍ୟାଙ୍କ ୟୁ। ବଢିଆ କଥା, ଅନୁଭବ ବହୁତ ବଢିଆ କଥା। ଦେଖନ୍ତୁ, ଜୀବନରେ ପ୍ରତ୍ୟେକ ଗୁଣକୁ ଆମେ ବିକଶିତ କରିବା ନିହାତି ଦରକାର। ଆଗ୍ରହ ତିଆରି କରିବାର ଗୁଣ ହଉନି, ଆଜ୍ଞା ସେଟା ଅଲଗା କଥା। ଆମେ ଆମେ ଆମର ଯୋଉ ଗୁଣ ଭିତରେ କୌଣସି ଭଲ ଜିନିଷ ପ୍ରତି ଆଗ୍ରହ ସୃଷ୍ଟି କରିବାର ଗୁଣକୁ ବିକଶିତ କରିବା ନିହାତି ଜରୁରୀ। ବେଶୀ ଲୋକ, ଆଜ୍ଞା ସାର୍। ଆମେ 10-15 ଏତେ ଉପରକୁ ଗଲେ ତ କୋଉଟା ହଉନି। ଯଦି ଏତେ କୋଉଟା ହଉନି, ତାହେଲେ ସେ ଯାଉନି। ଆମେ 5ଟି ଲୋକଙ୍କୁ ଆଗ୍ରହ ସୃଷ୍ଟି କରିବା। ଯାହା ଆମେ ଦେଖିଲେ, ଯାହା ପ୍ରକାର ମନୋଭାବ ଆସିଲା, 5 ଜଣ ଲୋକଙ୍କୁ, ଆମ ଟିମର ହୁଅନ୍ତୁ, ନୂଆ ଲୋକ ହୁଅନ୍ତୁ, କିଏ ବି ହୁଅନ୍ତୁ, ଆଜି ଆଗ୍ରହ ସୃଷ୍ଟି କରିବା ଆମ ସମୟ ଭିତରେ। ଆଗ୍ରହ ସୃଷ୍ଟି କରିକି ପୁଣି କାଲି ସକାଳୁ ତାଙ୍କୁ ଟିକେ ମନେ ପକେଇଦବା, ତାଙ୍କୁ କହିଦବା ଯେ କାଲି ଆମେ ଆପଣଙ୍କୁ ଫୋନ କରିବୁ। ତ ସେ ସେ ସକାଳୁ ସକାଳୁ ଫୋନ କରିବା, ଦେଖିବା ତାଙ୍କ ଭିତରୁ କେତେ ଜଣ ଆସୁଛନ୍ତି। ଆମ ଭିତରେ ଏଇ ଯୋଉ 2ଟି ଡବଲ ଲିଙ୍କ ବାଲା ଯୋଉ ଗୋଟେ ଲିଙ୍କ ଅଛି, ତାଙ୍କୁ ପଠେଇବା। ଆଜ୍ଞା ଆଜ୍ଞା ଆଚ୍ଛା, ଲିଙ୍କ ପଠେଇବା ପୂର୍ବରୁ ତାଙ୍କ ଆଗ୍ରହ ସୃଷ୍ଟି କରିକି ତାଙ୍କୁ ଲିଙ୍କ ପଠେଇବା ନିହାତି ଜରୁରୀ। ବହୁତ ସାରା ଲୋକ ବହୁତ ଲିଙ୍କ ପଠେଇ ଦଉଛନ୍ତି, କିନ୍ତୁ ସେ କିଛି କାମରେ ଲାଗୁନି। ତ ପ୍ରତ୍ୟେକ ଦିନ ନୂଆ ଲୋକଙ୍କୁ ଆମେ ଚାନ୍ସ ଦେବା। ତାଙ୍କର ଏବେ ଯୋଉ ଭିଡିଓ ହଉଛି, ସେ ଭିଡିଓକୁ ତାଙ୍କୁ ଦେଖେଇବା। ତ ଦେଖନ୍ତୁ, ଆପଣ ଏମିତି କହିଲେ ତ ତାଙ୍କ ମନ ଭିତରେ ଗୋଟେ ଖୁସିର ଭାବ ଆସିବ। ଓକେ, ଆଜି ତ ସମୟ ଆସିଲାଣି, ଆମେ ସାର୍ଙ୍କ ପାଖକୁ ଯିବା। ଆଜି ସାର୍ଙ୍କର ବିଚାର ଆମେ ଶୁଣିବା, ତାକି ତାଙ୍କର ବିଚାର ଶୁଣିଲେ ଆମେ ଜୀବନରେ ଆଗକୁ ବଢିପାରିବା। ସାର୍ ଆମ ସାଙ୍ଗରେ ସବୁବେଳେ ଅଛନ୍ତି। ସାର୍, ୱେଲକମ୍ ସାର୍। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ମୁଁ ଟିକେ ବାହାରେ ଅଛି, ଡ୍ରେସ୍ କୋଡ୍ ନାହିଁ, ତେଣୁ ମୁଁ ଭିଡିଓ ଟିକେ ଖୋଲି ପାରୁନି। ତ ମୁଁ ଆଜି ସବୁ ଆପଣମାନଙ୍କର ବହୁତ ମୂଲ୍ୟବାନ ଅନୁଭବ ଆଉ ମତାମତ ଶୁଣୁଥିଲି, ବହୁତ ଭଲ ଲାଗୁଥିଲା। ବିଶେଷ କରି ଆରତୀ ମ୍ୟାଡାମଙ୍କର ମତାମତ ଯୋଉ ଦେଲେ, ସେ ବହୁତ ସମସ୍ତଙ୍କର ଭଲ ଭାବେ ବୁଝିବା କଥା। ତା ଛଡା ଆକାଶ ବି ଭଲ ଭାବେ କହିପାରିଲେ। ତ କଥା ହଉଛି କଣ, ସୁକାନ୍ତ ବାବୁ କି ତ୍ରିପାଠୀ ବାବୁ, ଆଗ୍ରହ ସହିତ ଆପଣ ମାନେ ଦେଖୁଛନ୍ତି, ଜ୍ଞାନ ବହୁତ ମିଳୁଛି ଆମକୁ ଗୁରୁକୁଳରେ। କିନ୍ତୁ କଥା ହଉଛି କଣ, ନଲେଜ ଇଜ ୟୁଜଲେସ୍ ଯଦି ତାକୁ କଣ ଇମ୍ପ୍ଲିମେଣ୍ଟ ନ କରିବା, ଇଏ ଗୋଟେ ବଡ କଥା। ନଲେଜ କୁ ଯଦି ଆମେ ଇମ୍ପ୍ଲିମେଣ୍ଟ ନ କରିବା, କି ନଲେଜ କୁ ଯଦି ଆମେ ସେୟାର ନ କରିବା, ଯଦି ଅନ୍ୟମାନଙ୍କୁ ନ ଜଣେଇବା, ନଲେଜ କୁ ଯଦି ଆମେ ନିଜେ ହୋର୍ଡିଂ କରିବା, ଅର୍ଥାତ ନିଜ ଭିତରେ ରଖିବା, ତାହେଲେ ନଲେଜ କଣ ହବ, ଧୀରେ ସିଏ ୟୁଜଲେସ୍ ବା ସେଇଟା କୌଣସି କାମରେ ଲାଗିବ ନାହିଁ। ତେଣୁ ବର୍ତ୍ତମାନ ଏଇ ଯୋଉ ଆମର ଗୁରୁକୁଳରେ ଆପଣ ମାନେ ବସୁଛନ୍ତି,
ଗୁରୁକୁଳରେ ବସିବାରେ ଆପଣଙ୍କର ନଲେଜ ଆସିଯାଉଛି, ଆମ ମାନଙ୍କର ସବୁ ନଲେଜ ଆସିଯାଉଛି। କିନ୍ତୁ ପ୍ରକୃତର ନଲେଜ ଟା କଣ, ଉଦ୍ଦେଶ୍ୟ କଣ ନଲେଜର? ଉଦ୍ଦେଶ୍ୟ ହଉଛି ଯେ ତାକୁ ସେୟାର କରନ୍ତୁ ସମସ୍ତଙ୍କ ପାଖରେ, ସମସ୍ତଙ୍କୁ ଜଣାନ୍ତୁ, ଆଉ ତାକୁ ମନ୍ଥନ ଚିନ୍ତନ କରନ୍ତୁ, ଆଉ କଣ କରନ୍ତୁ, ତାକୁ କାମରେ ଲଗାନ୍ତୁ। ତ ଗୁରୁକୁଳ ପରେ ଶତପଥୀ ବାବୁଙ୍କର ପ୍ରୟାସରେ ଏଇ ଯୋଉ ଅଧଘଣ୍ଟାରେ ଆମର କଣ ହଉଛି, ଉପକାର ହଉଛି ଆମର, ଯେ ସେଇ ଯୋଉ ଜ୍ଞାନଟାକୁ ଆମେ ପାଉଛେ ତାକୁ ଆମେ ସେୟାର କରୁଛେ। ସେୟାର କରିଲେ ହିଁ ଜ୍ଞାନ ବଢେ। ଆମେ ଯଦି ନଲେଜ ଟା ଦେଖନ୍ତୁ, ଗୁରୁକୁଳକୁ ମୁଁ ଏମିତିକା ଶୁଣୁଥିଲି, କିନ୍ତୁ କେତେ କଥା ସେମିତି ଭୁଲି ଯାଉଥିଲି, ମନେ ରହୁନଥିଲା, ଭଲ ଲାଗୁଥିଲା। କିନ୍ତୁ ଯେତେବେଳେ ଆଲୋଚନାରେ ବସିଲି ସେତେବେଳେ ସେ କଥାଟା ମନେ ପଡିଲା, ଆରେ ଭଲ ଲାଗିଲା, ଆରେ ଆରତୀ ମ୍ୟାଡାମ କହିଲେ କି ତ୍ରିପାଠୀ ବାବୁ କହିଲେ, ଯୋଉ ଯୋଉ କଥା ଗୁଡା ସନ୍ତୋଷ ବାବୁ ଏଇଗୁଡା ଏଇ କଥା ଗୁଡା ସବୁ ଆଲୋଚନା ହେଇଥିଲା। ତ ଜ୍ଞାନକୁ ନିଜେ ଶୁଣିବା ଠୁ ଯେତେ ମନେ ନ ରହିବ, ଅନ୍ୟକୁ କହିବାରେ ସେତେ ଅଧିକା ତାକୁ ମନେ ରୁହେ। ଆଉ ତାକୁ ଯେତେବେଳେ କାମରେ ଲଗାଯାଏ, ସିଏ ସେ ଜ୍ଞାନ କଣ ହୁଏ ନା ଉଦ୍ଦେଶ୍ୟ ତାର ସାଧିତ ହୁଏ। ତେଣୁ ଇଏ ଗୁରୁକୁଳ ପରେ ଏଇ ଯୋଉ ଆଲୋଚନା ହଉଛି, ସେଥିରେ ଆପଣ ମାନେ ସବୁବେଳେ ରେଗୁଲାର ବସନ୍ତୁ, ଆଉ ଲିଡର ମାନଙ୍କୁ ଡାକନ୍ତୁ। ମୁଁ ଗୋଟେ ଏଥିରୁ ଅନେକ ଷ୍ଟଡି କରିକି, ଅନେକ ଚିନ୍ତା କରିକି ମୁଁ ବି ଥରେ କହିଥିଲି, ଆଉ ଥରେ ବି କହୁଛି, ଆପଣ ମାନେ ଧ୍ୟାନରେ ଶୁଣନ୍ତୁ। ନୂଆ ନୂଆ ଲୋକମାନେ ଯୋଉମାନେ ଯୋଉମାନଙ୍କର ସେତେ ଗୁଡା ସିରିୟସନେସ୍ ନାହିଁ, ସମସ୍ତଙ୍କର ତ ଆପଣ ମାନଙ୍କର ସିରିୟସନେସ୍ ଅଛି, ତେଣୁ ଆପଣ ମାନେ ଭଲ ଲାଗୁଛି, ଆପଣ ମାନଙ୍କୁ ଅନ୍ତର ଭିତରେ ଆରସିଏମ ଆଉ ଗୁରୁକୁଳ ଏସବୁ ମାନେ ପୁରା ଅସ୍ଥି ମଜ୍ଜାଗତ ହେଇଯାଇଛି, ତେଣୁ ଭଲ ଲାଗୁଛି। ଏମିତି ଆହୁରି ମାନେ ଅନେକ ଅଛନ୍ତି, କିନ୍ତୁ ଯୋଉମାନଙ୍କୁ ଆପଣ ମାନଙ୍କ ଟିମରେ ଅଛନ୍ତି ସେମାନଙ୍କର ସେଭଳି ହେଇନାହିଁ, ଏଇଟା ସାଧାରଣ କଥା। ତେଣୁ ତାଙ୍କୁ ବାର ବାର କହିଲେ ସେମାନେ ଗୁରୁକୁଳରେ ବସୁନାହାନ୍ତି। ଆପଣ ମାନେ ଚେଷ୍ଟା ନିଶ୍ଚୟ କରୁଥିବେ, ବସୁନାହାନ୍ତି। ତ ଗୋଟେ ଫର୍ମୁଲା ୟୁଜ କରନ୍ତୁ ଆପଣ ମାନେ, ସେମାନଙ୍କୁ ଆପଣ ମାନେ ଗୁରୁକୁଳରେ ରେଗୁଲାର ବସନ୍ତୁ, ଆପଣ ମାନେ ରେଗୁଲାର ବସନ୍ତୁ, ଯୋଉ ନଲେଜ ସବୁ ଆମେ ଶୁଣୁଛେ ତାକୁ ନୋଟ କରନ୍ତୁ, ଆଉ ଏମାନଙ୍କୁ କହନ୍ତୁ, ଆପଣଙ୍କ ଟିମରେ ଏମାନଙ୍କୁ କହନ୍ତୁ, ଦେଖ ତମାନେ କଣ କର, ଏଇ 7:30ଟାରେ ଏଇ ଲିଙ୍କରେ, ସତ୍ୟଦେବଙ୍କ ଲିଙ୍କରେ ବସ। ଗୁରୁକୁଳରେ ଯଦି ନ ବସି ପାରୁଛ ଘଣ୍ଟାଟେ, ତାହେଲେ ସେ ବିଷୟରେ ଆମେ ଯାହା ଡିସ୍କସନ ହବ, ଆମେ ସେଇଠି ଯାହା ଶୁଣିବୁ ସେଇଠି ଡିସ୍କସନ କରିବୁ, ସେ ଜ୍ଞାନ ବି ଆପଣ ମାନଙ୍କର ବି ହେଇଯିବ। ସେ ଅଧଘଣ୍ଟା ଖାଲି ବସ। ତ ପ୍ରଥମେ ତାଙ୍କୁ ଏଇଭଳି ମୋଟିଭେସନ କରି ଯଦି ଅଧଘଣ୍ଟା ବସେଇ ପାରିବେ, 1.5 ଘଣ୍ଟା ବସିବା ପାଇଁ ସେମାନେ ହୁଏତ ରାଜି ହଉନଥିବେ, ଏଇଟା ନ୍ୟାଚୁରାଲି, ଏଇଟା ସେଥିପାଇଁ ଆମର ଇଏ ନାହିଁ। ଆପଣ ମାନେ ଯୋଉମାନେ ଭିତରେ ଏଇ ଆସିଛି ତ ଗୁରୁକୁଳ ଆସି ବସୁଛନ୍ତି, କିନ୍ତୁ ସେମାନଙ୍କୁ କେବଳ ଏଇ ଅଧଘଣ୍ଟାରେ ବସିବାକୁ କହନ୍ତୁ, ଆଉ ଗୁରୁକୁଳରେ ଯାହା ଆଲୋଚନା ହଉଛି ସେଠି ଆପଣ ମାନେ ଏଇଭଳି କହନ୍ତୁ, ତାହେଲେ ସେମାନଙ୍କର ଧୀରେ 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 ତାଙ୍କ ଭିତରେ ମନରେ ବି ପରିବର୍ତ୍ତନ ଆସିବ। ଦେଖିବେ ସେମାନେ ବି କିଛି ଦିନ ପରେ ଗୁରୁକୁଳ ଅଭ୍ୟାସ ଟା କରିବା ପାଇଁ ଏଇ ଯୋଉ ଅଧଘଣ୍ଟା ଟାଇମ ଟାରେ ସେମାନଙ୍କୁ ଡାକନ୍ତୁ। 20-25 ମିନିଟ ବସିଯାଅ, ଯାହା ଯାହା ଆଲୋଚନା ହଉଛି ଗୁରୁକୁଳରେ ସେଥିରେ ଡିସ୍କସନ ହବ, ସେଥିରେ ମଧ୍ୟ ଆପଣ ମାନଙ୍କର ସବୁ ଜ୍ଞାନ ବଢିଯିବ, ଆଉ ବହୁତ କିଛି ଜାଣିବେ। ଏଇ ଫର୍ମୁଲାଟା ଯଦି ୟୁଜ କରିବେ, ତାହେଲେ ଆପଣଙ୍କ ଟିମରେ ବହୁତ ନୂଆ ଲୋକ, ସେମାନଙ୍କ ଉପରେ ସେମାନେ ଗୋଟେ ପ୍ରେସର ଭାବୁଥିବେ, ଘଣ୍ଟା ଏଥିରେ ବସିବୁ, ଅଧଘଣ୍ଟା ଏଥିରେ ବସିବୁ, ତେଣୁ ସେମାନେ ଅଧଘଣ୍ଟା ନିଶ୍ଚୟ ବସିବେ। ତାପରେ ତାଙ୍କର ଆଗ୍ରହ ବଢିଲେ ସେମାନେ ଗୁରୁକୁଳରେ ବସିବେ। ମୁଁ ଏଇ ଫର୍ମୁଲାଟା ପ୍ରାୟ ଭାବେ ଆପଣ ମାନଙ୍କୁ କହିଲି, ଯଦି ଏଇଭଳିଆ କରିବେ ତାହେଲେ ବହୁତ ଲୋକଙ୍କୁ ଆପଣ ମାନେ ଏଇ ଅଧଘଣ୍ଟା ଟାଇମଟାରେ 7:30ଟା ପରେ ବସେଇ ପାରିବେ। ଥ୍ୟାଙ୍କ ୟୁ। ବା, ବହୁତ ବଢିଆ କଥା, ବହୁତ ବଢିଆ ବିଚାର ସାରଙ୍କର। କି ହଠାତ୍ କରି କାହାକୁ ଯଦି 1.5 ଘଣ୍ଟା ବସିବା ପାଇଁ କହିବା, ହୁଏତ ସିଏ ବସୁନଥିବ। ଠିକ କଥା, ଏଇଟା ମୁଁ ବି ଗୋଟେ ଆଜି ଲେସନ ପାଇଲି। ଆ, ତ ତାଙ୍କୁ ଯଦି ଏଠି ଆମେ ଡାକିବା, ଆଉ ଏଠି ସେମାନେ ଆପଣ ମାନେ କହିବେ, ଆକ୍ଚୁଆଲି ମୁଁ ଯେତିକି ଅନୁମାନ କରିପାରୁଛି ଯେ ଆପଣ ମାନଙ୍କର ସବକନସିୟସ ମାଇଣ୍ଡରେ ରହିଯାଇଛି, ଯାହା କାମ ଥାଉ ପଛେ ତାକୁ ଟିକେ ଆମେ ଗ୍ୟାପ୍ ଦେଇକି, ଯେମିତି ଆଜି ଦିନେଶ ଜି ବି କହୁଥିଲେ, ସ୍କୁଲକୁ ପିଲାକୁ ଛାଡିବାକୁ ଅଛି, ପ୍ରାୟୋରିଟିରେ ଆମେ 1 ନମ୍ବରରେ ପିଲାକୁ ଛାଡିବା ରଖିବା। ତ ସେ ସମୟରେ ସପୋଜ ଗଛରେ ପାଣି ଦଉଥିବା, ଆମେ ତ କହିପାରିବାନି ରହ ତୁ 20 ମିନିଟ ରହିଯା, ତାପରେ ମୁଁ ଗଛରେ ପାଣି ଦେଇ ସାରେ ତତେ ସ୍କୁଲରେ ଛାଡିବି। ସେ ନୁହେଁ, ପ୍ରାୟୋରିଟି ଆମେ ୟାକୁ ଦଉଛେ କାରଣ ଆମ ସବକନସିୟସ ମାଇଣ୍ଡରେ ଅଛି। ଆଉ ତାକୁ ଆଣିବା ପାଇଁ ତ ଏ ପ୍ରକାରର ଯୋଜନା ଆମେ ଯୋଉ କରୁଛେ, ଅଧଘଣ୍ଟେ ମାତ୍ର ବସିଲେ, ତ ସେମାନେ ଯେତେବେଳେ ଶୁଣିବେ ଯେ ଆରତୀ ଅପା ହୁଅନ୍ତୁ କିମ୍ବା ଆମର
ଚିତ୍ତ ବାବୁ ହୁଅନ୍ତୁ କି ସୁକାନ୍ତ ବାବୁ ହୁଅନ୍ତୁ, ସାହୁ ଭାଇ ହୁଅନ୍ତୁ କି ଆକାଶ, ଆଜି ତ ଅମୀୟ ବାବୁ ନାହାନ୍ତି। ତ ଇଏ ସବୁ ସମସ୍ତେ ପ୍ରତ୍ୟେକ ଦିନ ଆସିକି କିଛି କିଛି କହୁଛନ୍ତି, ତାମାନେ କିଛି ଦେଖୁଛନ୍ତି ବୋଲି କହୁଛନ୍ତି। ତାଙ୍କ ମନ ଭିତରେ ଗୋଟେ ଭାବନା ଆସିଯିବ ଯେ ନାଇଁ ଆମେ ବି ଗୁରୁକୁଳରେ ବସିବା। ବହୁତ ବଢିଆ ଚିନ୍ତାଧାରା। ତ ଆମେ ମାନେ ସମସ୍ତେ ଆଜିଠୁ ପ୍ରମୋଟ କରିବା ନିହାତି ଦରକାର। ଯେତେ ପ୍ରମୋଟ ଆମେ କରିବା, ଯେତେ ଲୋକଙ୍କର ମନ ଭିତରେ ଆକୁ ଆଗ୍ରହ ସୃଷ୍ଟି କରିଦବା, ତ ଧୀରେ 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 ଇଏ ସବୁ କାମ ହେଇଯାଇ ପାରିବ। ଯାହା ହଉ ଆଜି ଆପଣମାନେ ଆସିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଅଲରେଡି ସମୟ ହେଇଯାଇଛି। ତ ପୁଣି ଆମେ କାଲି ମିଶିବା ନୂଆ ସେସନରେ। କାଲି ଗୋଟେ ବହୁତ ବଢିଆ ସେସନ ଗୁରୁକୁଳ ହବ। ତ ଆଜି ଆମର ହୋମୱାର୍କ ହଉଛି ଆମେ 5 ଜଣଙ୍କୁ ଗୁରୁକୁଳ ବିଷୟରେ ଆଗ୍ରହ ସୃଷ୍ଟି କରିବା। ତ ତା ଛଡା ତାଙ୍କୁ ଆସିବା ପାଇଁ ତାଙ୍କୁ ପ୍ରେରଣା ଦେବା। ତା ସହିତ କାଲି ସକାଳୁ ତାଙ୍କୁ 5 ଜଣଙ୍କୁ ଟିକେ ଫୋନ କରିଦେବା। ଇଏ ହଉଛି କାମ ଆମର। ଆଉ ଦ୍ୱିତୀୟ ସବୁଠୁ ବଡ କଥା, ଆଜି ଶୁଭ ଦୀପାବଳି ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ 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 ଅଭିନନ୍ଦନ ଜଣାଉଛି। ଇଏ ଦୀପାବଳିରେ ଆପଣ ଆଗକୁ ବଢନ୍ତୁ, ଖୁସିରେ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରୁହନ୍ତୁ, ବହୁତ ଭଲ ଆପଣ ରୁହନ୍ତୁ। ସଂସାରର ସବୁ ପ୍ରକାରର ସୁଖ, ପୁରା ବ୍ରହ୍ମାଣ୍ଡର ସବୁ ପ୍ରକାରର ସୁଖ ଆପଣଙ୍କୁ ମିଳିଯାଉ। ତ ଏଇଆ ମୁଁ ଶୁଭକାମନା କରୁଛି। ଆଉ ତା ଛଡା ସବୁଠୁ ବଡ କଥା ହଉଛି ଯେ ଜୀବନରେ ଯଦି ଉନ୍ନତି ଅଛି ତାହେଲେ ଆମକୁ ଶାନ୍ତି ମିଳେ, ସୁଖ ମିଳେ। ଉନ୍ନତି ସେପ୍ଟେମ୍ବର ମାସରେ ଯେତିକି ଆମର ଟର୍ଣ୍ଣଓଭର ହେଇଛି, ଯେତିକି ବିଜନେସ ହେଇଛି ଆମ ଟିମର, ତା ସହିତ ଆମର, ତ ଅକ୍ଟୋବରରେ ତାକୁ ବଢେଇବା। ତ ଯେତିକି ଆମର ତାକୁ କରିବା ପାଇଁ ଯେତିକି ଆମର ଥିଲା ଗତ ମାସରେ, ତାକୁ ଗତକାଲି ଯାହା ଥିଲା ଆଜି ଆଉ ଟିକେ ବଢେଇବା। ତ ତାକି ଆପଣଙ୍କ ଟିମ୍ ଡିସେମ୍ବର ମାସରେ ଯୋଉ ପ୍ରକାର ସେଲିବ୍ରେସନ ହଉଛି ଭିଲୱାଡା ଦିଲ୍ଲୀରେ, ତ ସେ ଦିଲ୍ଲୀରେ ଆପଣଙ୍କ ଟିମ୍ ଭାଇଟାଲ ପିନ୍ ସେଲିବ୍ରେଟ ହେଇପାରିବ। ତ ଅକ୍ଟୋବର ମାସର ଗ୍ରୋଥ, ତା ସହିତ ଅକ୍ଟୋବରରୁ ନଭେମ୍ବର ମିନିମମ୍ ଓପନର ଆଣ୍ଡ ଏଭବ ଏମାନଙ୍କୁ ସେଲିବ୍ରେଟ କରାଯିବ। ଓକେ, ବହୁତ ବହୁତ ଧନ୍ୟବାଦ। ନମସ୍କାର, ଜୟ ଆରସିଏମ। ପୁଣି କାଲି ଦେଖା ହବା।